ହ୍ୟାଲୋ ଏଭ୍ରିୱାନ୍ ଜୟ ଜଗନ୍ନାଥ ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ତ ସାଙ୍ଗର ମୋର ଆମେ ଆଇଥିଲୁ ଯାଜପୁର ଟାଉନ୍ ମହାଦେବଙ୍କୁ ଦର୍ଶନ କରିବା ପାଇଁ। ଏଇ ମୂର୍ତ୍ତିର ଉଚ୍ଚତା ହେଉଛି 125 ଫୁଟ। ଏବେ ସୋସିଆଲ ମିଡ଼ିଆ ବହୁତ ଭାଇରାଲ ହେଉଛି। ଆମେ ଆସୁ ଆସୁ ଘରୁ ଟିକେ ଲେଟ୍ କରିଦେଇଥିଲୁ। ଏଇ ଜାଗା ଉପରେ ଏତେ ଖରା ହେଉଥିଲା କି ତଳକୁ ଯାଇକି ଫଟୋ ଭିଡ଼ିଓ କରିହେଉନଥିଲା। ଯାହା ବନ୍ଧ ଉପରେ ଠିଆ ହେଇକି ଗଛ ଛାଇ ତଳେ ରହିକି ଫଟୋ ଭିଡ଼ିଓ କରିହେବ। ମୁଁ ନୁହେଁ, ମୋ ଭଳିଆ ବହୁତ ସାରା ପିଲା ଆଇଛନ୍ତି ଯେଉଁମାନେ ବନ୍ଧ ଉପରେ ଠିଆ ହେଇକି ଫଟୋ ଭିଡ଼ିଓ ନେଉଥାନ୍ତି, କିନ୍ତୁ ତଳକୁ ଯାଇ ହେଉନି। ତଳେ ବାଲି ଗୁଡ଼ା ପଡ଼ିଛି, ସେ ଏତେ ତାତିଛି କି ଠିଆ ହେଇ ହେଉନି ଖରାରେ। ତାପରେ ଆମେ ପଳେଇ ଯାଇଥିଲୁ ଦଶାସିନି ଘାଟ ପୋଲ ଉପରୁ। ପୋଲ ଉପରେ ଠିଆ ହେଇକି ସାଙ୍ଗର ମୋର କଥା ହେଉଛି କି ଆମେ ଯାଜପୁର ଟାଉନ୍ ତ ଲାଇଫ୍‌ରେ ବହୁତ ଥର ଆଇଛୁ, କିନ୍ତୁ ଦଶାସିନି ଘାଟ ଯାଇନୁ କି ଦଶାସିନି ଘାଟରେ ଥିବା ଜଗନ୍ନାଥ ମନ୍ଦିର ଯାଇନୁ କି ମହାପ୍ରଭୁଙ୍କୁ କେବେ ଦର୍ଶନ କରିନୁ। ୟା ପରେ ଭାବିଲୁ କି ଯେବେ ବି ଯାଜପୁର ଟାଉନ୍ ଆସିବା ତ ଆଗେ ମହାପ୍ରଭୁଙ୍କୁ ଦର୍ଶନ କରିବା, ତାପରେ ଯାଜପୁର ଟାଉନ୍ ଭିତରକୁ ପଶିବା। ତ ସାଙ୍ଗ ମଧ୍ୟ ହଁ କହିଲା। ତାପରେ ଆମେ ପଳେଇଥିଲୁ ସାମନ୍ତା ହ୍ୟାଣ୍ଡଲୁମ୍, କାରଣ ମୋର କିଛି ଡ୍ରେସ୍ ପିସ୍ ନେବାର ଥିଲା ସମ୍ବଲପୁରୀର। ଏଠି ଖାଲି ସମ୍ବଲପୁରୀ କପଡ଼ା, ସମ୍ବଲପୁରୀ ଶାଢ଼ୀର ହିଁ ମିଳିବ। ତ ସେଠି ବହୁତ ସାରା ଦେଖିଲା ପରେ ମୋତେ ଗୋଟେ ପସନ୍ଦ ଆସିଲା, ମୁଁ ନେଇକି ପଳେଇ ଆସିଥିଲି। ସେ ଯାଜପୁର ଟାଉନ୍‌ରେ ଥିବା ଆମେ ପାର୍ଲରକୁ ଆଇଥିଲୁ। ମୋ ସାଙ୍ଗର ପେଡିକ୍ୟୁଅର୍ କରିବାର ଥିଲା। ସେ ବହୁତ ଦିନ ହେଲା ପେଡିକ୍ୟୁଅର୍ କରିନି। ସିଏ କହିଲା ଯେହେତୁ ଟାଉନ୍ ଆଇଛି ତ ଟାଉନ୍‌ରୁ ପେଡିକ୍ୟୁଅର୍ କରିକି ଆମେ ପଳେଇବା। ତ ସେଠି ପେଡିକ୍ୟୁଅର୍ ସାରୁ ସାରୁ ଆମକୁ 3ଟା 3:30 ବାଜିଯାଇଥିଲା। ଆମକୁ ଜୋରସୋରରେ ଭୋକ ଲାଗିଲା। ସାଙ୍ଗକୁ କହିଥିଲି କି ଆମେ ଏଇଠି କୋଉଠି ରେଷ୍ଟୁରାଣ୍ଟ ଦେଇକି ଖାଇବା। ସାଙ୍ଗ ମନା କଲା, କହିଲା ନା ନା ରେଷ୍ଟୁରାଣ୍ଟ ଖାଇବାନି, କାରଣ ମୋ ଦେହ ଖରାପ ହେଉଛି ରେଷ୍ଟୁରାଣ୍ଟ ଖାଇବା ବୋଲେ। ସାଙ୍ଗ କହିଲା ଚାଲ ଘରେ ଖାଇବା। ମୁଁ ହଉ ଚାଲ ଘରେ ଖାଇବା। ତ ସାଙ୍ଗ ଘରେ ପହଞ୍ଚିଗଲା ପରେ ଆମେ ବସି ପଡ଼ିଲୁ ଖାଇବା ପାଇଁ, କାରଣ ଏଠି 4ଟା ବାଜିଯାଇଥିଲା। ମୋତେ ତ ଜୋରସୋରରେ ଭୋକ। ତ ଖାଇ ପିଇକି ରେଷ୍ଟ ନେଇକି ମୁଁ ପଳେଇଥିଲି ମାର୍କେଟ। ମୋର ଯୋଉ କପଡ଼ାଟା ଆଣିଥିଲି, ଏଇ କପଡ଼ାଟା ତିଆରି କରିବା ପାଇଁ। ଆସିକି ପହଞ୍ଚିଲା ବେଳକୁ ଦେଖିଲା ବେଳକୁ ଟେଲର ଦୋକାନ